ସେତେବେଳେ ଦିଲ୍ଲୀ ସିଂହାସନ ଅଳଙ୍କୃତ କରୁଥାନ୍ତି ଆଲାଉଦ୍ଦିନ ବାଦଶାହ। ବାଦଶାହଙ୍କର ପ୍ରିୟ ସର୍ଦ୍ଦାର ଥିଲେ ମହମ୍ମଦ ଶାହ। ମହମ୍ମଦ ଶାହଙ୍କ ପ୍ରତି ବାଦଶାହଙ୍କର ବହୁତ ଦୟା ଥିଲା ଏବଂ ସେଥିପାଇଁ ସେ ମୁହଁମଡ଼ା ହୋଇଯାଇଥିଲେ। ଦିନେ କଥାବାର୍ତ୍ତା କରୁଥିବା ସମୟରେ ମଜାରେ ମହମ୍ମଦ ଶାହ ଏପରି ଏକ କଥା କହିଦେଲେ ଯେ ବାଦଶାହ କ୍ରୋଧରେ ଲାଲ ହୋଇଗଲେ। ସେ ମହମ୍ମଦକୁ ଫାଶୀ ଦେବାକୁ ଆଦେଶ ଦେଲେ। ବାଦଶାହଙ୍କ ଆଦେଶ ଶୁଣି ମହମ୍ମଦ ଶାହଙ୍କର ହଲକ ଶୁଖିଗଲା। କୌଣସି ପ୍ରକାରେ ସେ ଦିଲ୍ଲୀରୁ ଖସି ପଳାଇଗଲେ। ନିଜର ଜୀବନ ବଞ୍ଚାଇବା ପାଇଁ ସେ ଅନେକ ରାଜାଙ୍କୁ ନିବେଦନ କଲେ, କିନ୍ତୁ କେହି ତାଙ୍କୁ ଶରଣ ଦେବାକୁ ରାଜି ହେଲେ ନାହିଁ। ବାଦଶାହଙ୍କୁ ଅପ୍ରସନ୍ନ କରିବାକୁ କାହାରି ସାହସ ହେଲା ନାହିଁ। ବିପଦରେ ପଡ଼ି ମହମ୍ମଦ ଶାହ ଏଣେତେଣେ ବୁଲୁଥିଲେ। ଶେଷରେ ସେ ରଣଥମ୍ଭୋରର ଚୌହାନ ରାଜା ହମିରଙ୍କ ରାଜଦରବାରକୁ ଗଲେ। ପ୍ରାଣରକ୍ଷା କରିବା ପାଇଁ ସେ ରାଜାଙ୍କୁ ପ୍ରାର୍ଥନା କଲେ। ରାଜା କହିଲେ, ଶରଣାଗତକୁ ରକ୍ଷା କରିବା ରାଜପୁତମାନଙ୍କର ପ୍ରଥମ କର୍ତ୍ତବ୍ୟ। ତୁମେ ଏଠାରେ ନିଶ୍ଚିନ୍ତ ହୋଇ ରୁହ। ମୋ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ କେହି ତୁମର କେଶାଗ୍ର ସୁଦ୍ଧା ସ୍ପର୍ଶ କରିପାରିବେ ନାହିଁ। ମହମ୍ମଦ ଶାହ ରଣଥମ୍ଭୋରରେ ରହିଲେ। ଯେତେବେଳେ ବାଦଶାହଙ୍କୁ ଏକଥା ଜଣାପଡ଼ିଲା, ସେ ହମିରଙ୍କ ପାଖକୁ ଖବର ପଠାଇଲେ, ମହମ୍ମଦ ଶାହ ମୋର ଶତ୍ରୁ, ତାକୁ ଫାଶୀଦଣ୍ଡ ଆଦେଶ ହୋଇଛି। ତୁମେ ତାକୁ ଯଥାଶୀଘ୍ର ମୋ ପାଖକୁ ପଠାଇ ଦିଅ। ରାଜା ହମିର ଉତ୍ତର ପଠାଇଲେ, ମହମ୍ମଦ ଶାହ ମୋର ଶରଣାଗତ। ମୁଁ ତାକୁ ରକ୍ଷା କରିବାକୁ ବଚନ ଦେଇଛି। ମୋତେ ସମଗ୍ର ବିଶ୍ୱ ସହିତ ଯୁଦ୍ଧ କରିବାକୁ ପଡ଼ୁ ପଛେ ଭୟ ବା ଲୋଭର ବଶବର୍ତ୍ତୀ ହୋଇ ମୁଁ ତାଙ୍କୁ ଛାଡ଼ି ପାରିବି ନାହିଁ। ରାଜାଙ୍କ ପତ୍ର ପାଇ ଆଲାଉଦ୍ଦିନ ବହୁତ ରାଗିଗଲେ। ସେ ଏହାକୁ ଅପମାନ ମନେ କଲେ। ସେ ତତ୍କ୍ଷଣାତ୍ ରଣଥମ୍ଭୋର ଉପରେ ଆକ୍ରମଣ କରିବାକୁ ସୈନ୍ୟବାହିନୀମାନଙ୍କୁ ଆଦେଶ ଦେଲେ। ପଙ୍ଗୁପାଳ ପରି ଅସଂଖ୍ୟ ପଠାଣ ସୈନିକ ଆଗକୁ ମାଡ଼ି ଚାଲିଲେ। ସେମାନେ ରଣଥମ୍ଭୋର ଦୁର୍ଗକୁ 10 ମାଇଲ ପର୍ଯ୍ୟନ୍ତ ଚତୁର୍ଦିଗରୁ ଘେରାଉ କରିନେଲେ। ପୁନର୍ବାର ଆଲାଉଦ୍ଦିନ ମହମ୍ମଦକୁ ପଠାଇ ଦେବା ପାଇଁ ରାଜାଙ୍କ ପାଖକୁ ଖବର ପଠାଇଲେ। ସେ ଭାବୁଥିଲେ ଯେ ରାଜା ହମିର ବାଦଶାହଙ୍କର ସୈନ୍ୟବାହିନୀକୁ ଦେଖି ଡରିଯିବେ, କିନ୍ତୁ ରାଜା ହମିର ସ୍ପଷ୍ଟ କହିଦେଲେ, ମୁଁ କେବେ ହେଲେ ଶରଣାଗତକୁ ତଡ଼ିଦେବି ନାହିଁ। ଯୁଦ୍ଧ ଆରମ୍ଭ ହୋଇଗଲା। ବାଦଶାହଙ୍କର ସୈନ୍ୟ ବହୁତ ଥିଲେ, କିନ୍ତୁ ରାଜପୁତ ବୀରମାନେ ମୃତ୍ୟୁ ସହିତ ମଧ୍ୟ ସଂଘର୍ଷ କରିବାକୁ ପ୍ରସ୍ତୁତ ଥିଲେ। ମାସ ମାସ ଧରି ଭୟଙ୍କର ଯୁଦ୍ଧ ଚାଲିଲା। ଉଭୟ ପକ୍ଷରୁ ହଜାର ହଜାର ବୀର ନିହତ ହେଲେ। ଶେଷରେ ଦିନେ ମହମ୍ମଦ ଶାହ ନିଜେ ରାଜା ହମିରଙ୍କୁ କହିଲେ, ମହାରାଜ, ମୋ ପାଇଁ ଆପଣ ବହୁତ କଷ୍ଟ ଭୋଗିଲେଣି। ମୁଁ ଆପଣଙ୍କ ପକ୍ଷର ଯୋଦ୍ଧାମାନଙ୍କର ମୃତ୍ୟୁ ଦେଖି ଆଉ ସହିପାରୁନି। ମୁଁ ବାଦଶାହଙ୍କ ପାଖକୁ ଚାଲିଯିବାକୁ ଚାହୁଁଛି। ରାଜା ହମିର କହିଲେ, ମହମ୍ମଦ ଶାହ, ତୁମେ ଆଉ କେବେ ଏଭଳି କଥା କହିବ ନାହିଁ। ମୋ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ ତୁମେ ଏଠାରୁ ବାଦଶାହଙ୍କ ପାଖକୁ ଯାଇପାରିବ ନାହିଁ। ଶରଣାଗତକୁ ରକ୍ଷା କରିବା ରାଜପୁତ୍ର କର୍ତ୍ତବ୍ୟ। ମୁଁ ପ୍ରାଣ ବିନିମୟରେ ମଧ୍ୟ ମୋର କର୍ତ୍ତବ୍ୟ ପାଳନ କରିବି। ସମୟକ୍ରମେ ରାଜାଙ୍କର ସୈନ୍ୟ ସଂଖ୍ୟା ହ୍ରାସ ପାଇବାକୁ ଲାଗିଲା। ରଣଥମ୍ଭୋର ଦୁର୍ଗରେ ଖାଦ୍ୟ ସାମଗ୍ରୀ ସରି ଆସିଲା। ଅପରପକ୍ଷରେ ଦିଲ୍ଲୀରୁ ଆସି ନୂଆ ନୂଆ ସୈନିକ ଦଳ ଯୋଗ ଦେବାରୁ ଆଲାଉଦ୍ଦିନଙ୍କର ସୈନ୍ୟବାହିନୀ ଆହୁରି ବଢ଼ିଗଲା। ପରିଶେଷରେ ରଣଥମ୍ଭୋର ଦୁର୍ଗର ସମସ୍ତ ଖାଦ୍ୟ ସାମଗ୍ରୀ ସରିଗଲା। ରାଜା ହମିର ଜୌହର ବ୍ରତ କରିବାକୁ ସ୍ଥିର କଲେ। ରାଜପୁତ ନାରୀମାନେ ଜଳନ୍ତା ଚିତାଗ୍ନିକୁ ଡେଇଁ ପଡ଼ିଲେ ଏବଂ କଷୟା ବସ୍ତ୍ର ପିନ୍ଧି ସବୁ ରାଜପୁତ ବୀରମାନେ ଦୁର୍ଗର ଫାଟକ ଖୋଲି ବାହାରି ଆସିଲେ। ଶତ୍ରୁମାନଙ୍କ ସହିତ ସଂଗ୍ରାମ କରି କରି ସେମାନେ ପ୍ରାଣ ହରାଇଲେ। ମହମ୍ମଦ ଶାହ ମଧ୍ୟ ରାଜା ହମିରଙ୍କ ସହିତ ଯୁଦ୍ଧଭୂମିକୁ ଆସିଲେ ଏବଂ ନିହତ ହେଲେ। ବିଜୟୀ ବାଦଶାହ ଆଲାଉଦ୍ଦିନ ଯେତେବେଳେ ରଣଥମ୍ଭୋର ଦୁର୍ଗରେ ପହଞ୍ଚିଲେ, ତାଙ୍କୁ କେବଳ ଜଳନ୍ତା ଜୁଇର ପାଉଁଶ ଓ ଅଙ୍ଗାର ହିଁ ମିଳିଲା। ଶରଣାଗତର ରକ୍ଷା ପାଇଁ ନିଜର ସର୍ବସ୍ୱ ବଳିଦାନ କରିଥିବା ବୀର ମହାପୁରୁଷମାନେ
ଭୂମଣ୍ଡଳର ଏହି ପବିତ୍ର ଭାରତ ଭୂଇଁରେ ହିଁ ଜନ୍ମଗ୍ରହଣ କରିଥିଲେ।